ନମ୍ବର 1 ମହାପ୍ରଭୁ ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର। ଏଣିକି ଶ୍ରୀମନ୍ଦିରରେ ମିଳିବ ମାଗଣା ଅବଢ଼ା। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଲେ ସୂଚନା। ନମ୍ବର 2 ଏଣିକି ସବୁ ରାଜ୍ୟ ପ୍ରତି 2 ଘଣ୍ଟାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରିପୋର୍ଟ ଦେବେ। ନିଜ ନିଜ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସବିଶେଷ ତଥ୍ୟ ଜଣାଇବେ। ସବୁ ରାଜ୍ୟ ଗୃହ ମନ୍ତ୍ରଣାଳୟକୁ ଗୋଟି ଗୋଟି କରି 2 ଘଣ୍ଟାକୁ ଥରେ ଅପଡେଟ୍ ଜଣାଇବେ। ନମ୍ବର 3 ଆସନ୍ତାକାଲି 20 ତାରିଖରେ ଭୁବନେଶ୍ୱରରେ ହେବ ବିଜେପିର ବିଶାଳ କର୍ମଶାଳା ୱାର୍କସପ୍। ପରେ 22ରୁ 24 ତାରିଖ ଯାଏଁ ଜିଲ୍ଲା ସ୍ତରରେ ଏବଂ 25ରୁ 26 ଯାଏଁ ମଣ୍ଡଳ ସ୍ତରରେ ହେବ କର୍ମଶାଳା। ନମ୍ବର 4 ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଯୋଗାଇ ଦିଆଯିବା ସହ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର କରିବେ। ନମ୍ବର 5 ଏଥର ଗଣେଶ ପୂଜାରେ କଟକ ଭୁବନେଶ୍ୱରରେ ହେବ ଡିଜେ ବନ୍ଦ। ଏନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଦେଲେ ଏହି ସୂଚନା। ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ। ପୁଷ୍ପାଞ୍ଜଳି ବେଳେ ନିଶାମୁକ୍ତ ଶପଥ କରାଇବେ ପୂଜକ। ନମ୍ବର 6 ନନ୍ଦନକାନନରେ ସିମ୍ପାଞ୍ଜି ପରିବାରର ମୁଖିଆ 34 ବର୍ଷର ବୃଦ୍ଧ ଜୁଲୁ ବଦହ ଜମିର ଶିକାର ହୋଇ ପ୍ରବଳ ବାନ୍ତି ଲାଗି ରହିଥିବାରୁ ଅତ୍ୟନ୍ତ ଦୁର୍ବଳ। ସେ 12 ଛୁଆଙ୍କ ବାପା। 30 ବର୍ଷ ସଂସାର। ନମ୍ବର 7 ଆଉ ଏକ ମାଇଲ ଖୁଣ୍ଟ ହାସଲ କଲା ପୂର୍ବତଟ ରେଲପଥ। ବୌଦ୍ଧକୁ ଗଡ଼ିଲା ପରୀକ୍ଷଣ ଟ୍ରେନ୍ ଇଞ୍ଜିନ୍। ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପର ମୋଟ 301 କିଲୋମିଟର ମଧ୍ୟରୁ 183 କିଲୋମିଟର ରେଳ ଲାଇନ୍ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି। ନମ୍ବର 8 ମ୍ୟାଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ନବୀନ ନିବାସଠାରେ ବିରୋଧ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ କାମନା କଲେ। ନମ୍ବର 9 ଶ୍ରଦ୍ଧା କପୁରଙ୍କ ଫିଲ୍ମ ସ୍ତ୍ରୀ 2 ସୃଷ୍ଟି କଲା 5ଟି ବଡ଼ ରେକର୍ଡ। ସ୍ତ୍ରୀ 2ର ଉଦ୍ଘାଟନୀ ଦିନର ସଂଗ୍ରହ 51.5 କୋଟି ଟଙ୍କା ହୋଇଛି। ନମ୍ବର 10 ବଡ଼ ରେକର୍ଡ କଲେ ଯୋଗୀ ଆଦିତ୍ୟନାଥ। ସେ 7 ବର୍ଷ 149 ଦିନ କ୍ରମାଗତ ଭାବରେ ଏହି ପଦବୀରେ ଅବସ୍ଥାପିତ ହୋଇଥିବା ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହେଲେ।